से आम भाई से किसी भी क्या कहते तो निज भाई से जाइला बुलवा को यही जीवन गिजी के बोरे कही हेनी आ 3 दिन है କିଛି କହିପାରୁନାହାନ୍ତି ଆପଣମାନେ ମଧ୍ୟ ଆସିଛନ୍ତି ଆମେ ଦେଖୁଛନ୍ତି ଯିଏ ବି କହୁଛନ୍ତି ସେ କାନ୍ଦି ପକାଉଛନ୍ତି। ହଁ ଗୋଟେ ଦୁଃଖ ଲାଗୁଛି ଆଉ ବୁଲିବା ପାଇଁ ଯାଇଥିଲେ ଖୁସିର ପିଲା ନେଇକି ସ୍ତ୍ରୀ ପିଲା ନେଇକି କିନ୍ତୁ ଦୁଃଖରେ ଫେରୁଛନ୍ତି ଏଇଟା ଗୋଟେ କମ ଦୁଃଖର କଥା ଆମେ ଆସିଛୁ ସାରଙ୍ଗାରୁ ଦେଖିବା ପାଇଁ ଆଉ ଘର ସାମ୍ନାରେ ସମସ୍ତେ ଯେତେ ଘରକୁ ପହଞ୍ଚିବା ପରେ ଆହୁରି ଯାହାକି ମନର କୋହ ଲୁହକୁ ଅଟକେଇ ପାରୁନାହାନ୍ତି ସମସ୍ତେ ଏବଂ ଘର ସାମ୍ନାରେ ବେଶ ଗହଳି ରହିଛି। ଏବେ ଦେଖନ୍ତୁ ଶୋଭାଯାତ୍ରା ସରିବା ପରେ ପାର୍ଥିବ ଶରୀର ଗାଡ଼ିରୁ ଓହ୍ଲା ଯାଉଛି ଘରକୁ ନିଆଯିବ। ଘରେ ମଧ୍ୟ ଅପେକ୍ଷା କରିଛନ୍ତି ସମସ୍ତେ ଘର ଲୋକ ପରିବାର ଆତ୍ମୀୟ ସ୍ୱଜନ ସମସ୍ତେ ଅପେକ୍ଷା କରିଛନ୍ତି। ଆପଣ ଦେଖନ୍ତୁ କିଭଳି ଖାନ୍ଦ ବୋବାଳି ରହିଛି ସମସ୍ତେ ନେଉଛନ୍ତି ପାର୍ଥିବ ଶରୀରକୁ ଘର ଭିତରକୁ ବର୍ତ୍ତମାନ ପାର୍ଥିବ ଶରୀର ନିଆଯାଉଛି। ଘରୁ ବାହାରିକି ଖୁସି ଖୁସିରେ ଯାଇଥିଲେ ଘରର ପୁଅ କିନ୍ତୁ ତାଙ୍କର ଯୋଉ ମର ଶରୀର ଘର ଭିତରକୁ ଯାଉଛି ସମସ୍ତେ କାନ୍ଦୁଛନ୍ତି ମନକୁ ବୁଝେଇବାକୁ ଅସମର୍ଥ ସମସ୍ତେ। ଆପଣ ଦେଖନ୍ତୁ ଯୋଉ ଦୃଶ୍ୟ ରହିଛି ହଉଛି ତାଙ୍କ ଘର ସାମ୍ନାର ଦୃଶ୍ୟ। ପ୍ରଶାନ୍ତ ବାବୁଙ୍କର ଯୋଉ ମୁନା ଭାଇ ତାଙ୍କର ଗାଁର ପୁଅ ସମସ୍ତଙ୍କର ଆତ୍ମୀୟ ସମସ୍ତେ ତାଙ୍କୁ ବେଶ ଭଲ ପାଆନ୍ତି ଏବଂ ପହଞ୍ଚିବା ପରେ ଆପଣ ଦେଖନ୍ତୁ ସମସ୍ତେ କାନ୍ଦୁଛନ୍ତି ସମସ୍ତଙ୍କ ହଁ ଦେଖିବା ପାଇଁ ଦୁଃଖ ଲାଗୁଛି ନା ଲାଗୁଛି ଯିଏ ବି କହୁଛନ୍ତି ସେମାନେ ତାଙ୍କର କୋହକୁ ନା ମା ରଖି ହବନି ଆଉ ବରଦାସ୍ତ କରି ହବ ନା ଯାଇଥିଲେ ଭଲର ଫେରିଲେ ଖରାପର ଆଉ ଛୋଟ ଛୁଆ ସ୍ତ୍ରୀ ସେ ସ୍ତ୍ରୀ କି ମୋର ଧନ୍ୟବାଦ ଦେବା କଥା ସେ ଯୋଉ ସ୍ୱାମୀ କି ନେଇକି ଆସିକି ଏଠି ପହଞ୍ଚିବା ମାନେ ତାକୁ ମହାନ ସେ ଆମେ ଶୁଣିଲା ବେଳକୁ ଦେଖିଲା ବେଳକୁ କୋଉଠି ନା କୋଉଠି ଆମ ମନ ଅଧୈର୍ଯ୍ୟ ହେଇଯାଉଛି। ହଁ ହଁ ମା ସେଇ ହେଇଗଲା ସେଇ ବହୁ ଦିନକି ଆଇଛି ତାକେ ଧନ୍ୟବାଦ ଦେବା କଥା ଛୁଆ ପିଲା ଭଲ ମନ୍ଦ କିସ କରିବ ଏଭଳିଆ ଇଏ ହେଉଛି ଘର ଦାଣ୍ଡର ଦୃଶ୍ୟ। ଏଠି ସମସ୍ତେ ପହଞ୍ଚିଛନ୍ତି ଶେଷ ଦର୍ଶନ ପାଇଁ। ଏବେ ଘର ଭିତରକୁ ନିଆଯାଉଛି ମୋର ଶରୀର ଘରେ ମା ଅଛନ୍ତି ଘରେ ପରିବାରର ସଦସ୍ୟ ଅଛନ୍ତି ଘର ଭିତରକୁ ନିଆଯାଉଛି ଏବଂ ଇଏ ହେଉଛି ଘର ବାହାରର ଦୃଶ୍ୟ କିଭଳି ଭାବରେ ପରିସ୍ଥିତି ରହିଛି ଏବଂ ସମସ୍ତେ କାନ୍ଦୁଛନ୍ତି ସମସ୍ତଙ୍କ ମନରେ କୋହ ଆଖିର ଲୁହ ଧାର ବହି ଯାଉଛି। ଇଏ ଘର ଦାଣ୍ଡର ଦୃଶ୍ୟ ଘର ଭିତରକୁ ମର ଶରୀର ନିଆଯାଇଛି ଏବଂ ସମସ୍ତେ ଆଉ ଧୈର୍ଯ୍ୟ ଧରି ପାରୁନାହାନ୍ତି ଅଧୈର୍ଯ୍ୟ ହେଇ ପଡ଼ିଲେଣି ସମସ୍ତେ। ମା ଦେଖିବେ ଯେହେତୁ ନିଆଯାଇଛି ମର ଶରୀର ଏଇଠି ବାହାରେ ବ୍ୟବସ୍ଥା କରାଯାଇଛି এইটি মর শরীর রখাযিব শেষ দর্শন করিবে সমস্তে সেথিপাই ব্যবস্থা মধ্য করা যাইছি কিন্তু শেষ দর্শন করিয়া পাই সমস্তଙ୍କର বেশ গহଳି লাগি রয়েছে গোটে সকাকল পরিবেশ রয়েছে ঘর দাণ্ড সামনে এই হচ্ছে দৃশ্য প্রশান্ত শতপথীଙ୍କର ইয়ে হচ্ছে ঘর